ସମ୍ବଲପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଦୁର୍ଗା ପାଢ଼ୀଙ୍କ ପ୍ରଚାର ଆଜି ସହରରେ ଜୋରଦାର ହୋଇଛି। ଘରକୁ ଘର ପ୍ରଚାର କରିଛନ୍ତି। ବିଭିନ୍ନ ସ୍ଥାନରେ ସଂକଳ୍ପ ସଭା ପଦଯାତ୍ରା କରିଛନ୍ତି। କର୍ମୀ ଓ କର୍ମକର୍ତ୍ତାଙ୍କ ସହିତ ବୁଲିଛନ୍ତି। ଆଜି ସକାଳ 9ଟାରୁ ପ୍ରାୟ ଦିନ 12ଟା ପର୍ଯ୍ୟନ୍ତ ସେ କ୍ଷେତରାଜପୁର ରେଳ ଷ୍ଟେସନ ସମ୍ମୁଖରୁ ବାହାରି ସଂକଳ୍ପ ସଭା ଓ ପଦଯାତ୍ରା କଲାପରେ ଚେରୁଆପଡ଼ା, ମୁଦିପଡ଼ା, ଦେଉଲବନ୍ଦ, ଠେଲକୋପଡ଼ା, ଗୁରୁଦ୍ୱାର, ଆମ୍ବେଦକର ନଗର, ଗେଇଟି ଟକି ରୋଡ଼, ଗୋଲବଜାର ତଥା ପୀର ବାବା ଛକ ଦେଇ ବୁଲିଥିଲେ ଏବଂ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଆଜି ଅପରାହ୍ନରେ ସେ ପୁଣି ଘରକୁ ଘର ପ୍ରଚାର କରିଛନ୍ତି। ଧନୁପାଲିରୁ ଗୋବିନ୍ଦତୁଲା, ବୁଢ଼ାରଜା ଫାଟକରୁ 6:30ଟାରୁ ସନ୍ଧ୍ୟାରେ ବୁଲିଛନ୍ତି ପଦଯାତ୍ରା ଓ ଘରକୁ ଘର ପ୍ରଚାର କରିଛନ୍ତି। ବୁଢ଼ାରଜାରୁ ଗୋପାଳମାଲ ପର୍ଯ୍ୟନ୍ତ ଯାଇଛନ୍ତି ଏବଂ ସଂକଳ୍ପ ସଭା କରିଛନ୍ତି। ଆପଣମାନେ ଦେଖନ୍ତୁ ଏହାର କିଛି ଦୃଶ୍ୟ। ଜନମୁଖରୁ ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।